ଆପଣ ଯେଉଁ ଡାକ୍ତରୀ ପେସାକୁ କିଭଳି ଦେଖନ୍ତି ଡାକ୍ତରୀ ପେସା ପାଇଁ ଯେଉଁମାନେ ଡାକ୍ତର ହେବାକୁ ଇଚ୍ଛା ରଖନ୍ତି ସେଥିପାଇଁ ତାଙ୍କ ନଲେଜର ମଧ୍ୟ ଆବଶ୍ୟକତା ଥାଏ ଆଉ କିଛି ମାତ୍ରାରେ ଟ୍ରେନିଂର ଆବଶ୍ୟକତା ନଲେଜ ଯେଉଁଟା ଯେଉଁ ଭଗବାନଙ୍କର ଦାନ ଆଉ ତାର ଅଧ୍ୟବସାୟ ବଳରେ ଦୀର୍ଘ ଦିନର ପରିଶ୍ରମ ବଳରେ କାରଣ ଜଣେ ଯେତେବେଳେ ତାକୁ 17-18 ବର୍ଷ ହୁଏ ସେ ମେଡିକାଲ ଛାତ୍ର ଭାବେ ଗଣାଯାଏ ବିଶେଷ କରି ଯଦି ଜଣେ ପିଲା ପାଠରେ ଭଲ ନଥିବ ତାକୁ କୌଣସି ପ୍ରକାରେ କୌଣସି କଲେଜରେ ଗୋଟେ ଆଡମିସନ ପାଇଗଲା ସେ କ'ଣ ଜଣେ ଭଲ ଡାକ୍ତର ହେଇପାରିବ ନା ସେଥିପାଇଁ ଦେଖନ୍ତୁ ଏବେ ଯଦି ଆମ ମେଡିକାଲ ଏଜୁକେସନ ବିଷୟରେ କହିବା ତ ଏବେ ଆମେ ଅଲ୍ ଇଣ୍ଡିଆ ଏକ୍ସାମ ହଉଛି ନିଟ୍ ମେଡିକାଲ ଏକ୍ସାମରେ ପାଖାପାଖି 15ରୁ 17 ଲକ୍ଷ ପିଲା ସବୁ ବର୍ଷ ନିଟ୍ ଅଣ୍ଡର ଗ୍ରାଜୁଏଟ୍ ଆଡମିସନ ପାଇଁ ପରୀକ୍ଷା ଦଉଛନ୍ତି ଆଜ୍ଞା ଆଉ ଆମର ନିଟ୍ ମେଡିକାଲର ଯୋଉ ପରୀକ୍ଷା ପଦ୍ଧତିଟା ସଠିକ ଅଛି ଏବଂ ୟାକୁ ଯିଏ କ୍ୱାଲିଫାଏ କରୁଛି ସେଥିରେ ନିଶ୍ଚିତ ଭାବରେ ମେଧା ଛାତ୍ରମାନେ ଆସୁଛନ୍ତି କିନ୍ତୁ ଯେମିତି ଆମେ ଡିସ୍କସ୍ ଆପଣ କଲେ ବିଫୋର କହିଲେ ଯେଉଁ ମ୍ୟାନେଜମେଣ୍ଟ yes, ତ ଏବେ ଯୋଉ ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ ଆଣ୍ଡ ମ୍ୟାନେଜମେଣ୍ଟରେ କେତେ ପରିମାଣରେ ଷ୍ଟୁଡେଣ୍ଟ ପଢିବେ ସେଟା ନିଶ୍ଚିତ ଭାବରେ ଗୋଟେ ଡିବେଟେବୁଲ ସବଜେକ୍ଟ ଆଉ ତା ଉପରେ ଆହୁରି ଡିବେଟ୍ ହବାର ଆବଶ୍ୟକତା ଅଛି କିନ୍ତୁ ମୁଁ ଜଣେ ଡାକ୍ତରୀ ଛାତ୍ର ଏବଂ ଡାକ୍ତର ହିସାବରେ କହିବି ଯେ ଆପଣ ପ୍ରାଇଭେଟରେ ପଢନ୍ତୁ କି ଗଭର୍ଣ୍ଣମେଣ୍ଟରେ ପଢନ୍ତୁ ଆମର ଟ୍ରେନିଂଟାକୁ ପୁରା ରିଗରସ୍ ରହିବା ଦରକାର ପୁରା ଇଣ୍ଟେନ୍ସିଭ୍ ଆଣ୍ଡ ଏକ୍ସଟେନ୍ସିଭ୍ ଷ୍ଟଡି ଯୋଉ ଆମେ କହୁଥିଲୁ ସେମିତି ରହିବା ଦରକାର ଆଉ ବେଡ୍ ସାଇଡ୍ ଟିଚିଂ ରହିବା ଦରକାର କ୍ଲାସରୁମ୍ ଟିଚିଂ ବେଡ୍ ସାଇଡ୍ ଟିଚିଂ ଆଣ୍ଡ କ୍ଲିନିକାଲ ଟିଚିଂ ପୁରା ସେଥିରେ ଆମେ କିଛି କମ୍ପ୍ରମାଇଜ କରିବା ନାହିଁ ଯଦି ଗୋଟେ ପିଲାର ମେଧା ନାହିଁ ଆଉ ସେ ଡାକ୍ତରୀ ଛାତ୍ର ହେଇଯାଇଛି ଆଉ କିମ୍ବା ପଢୁଛି ତାହେଲେ ତା ପାଇଁ ମଧ୍ୟ ସେମ୍ କଡା ଅନୁଶାସନ ଆଉ କଡା ପରୀକ୍ଷା ପଦ୍ଧତି ରହିବ ସେ ଟ୍ରେନିଂ ନଉ ଯଦି ତାକୁ କିଛି ଅସୁବିଧା ହଉଛି ସେ ତାର ପାଠଟାକୁ ଠିକସେ ପଢୁ କିନ୍ତୁ ଆମେ ସେଥିରେ କମ୍ପ୍ରମାଇଜ କରିପାରିବା ନାହିଁ କାହିଁକି ଯଦି ଆମେ ଡାକ୍ତରୀ ପାଠ ପଢାରେ ଏବଂ କ୍ଲିନିକାଲ ଟ୍ରେନିଂରେ ଆମେ କିଛି ବି କମ୍ପ୍ରମାଇଜ କରୁଛନ୍ତି ତାହେଲେ ସେଇ ଡାକ୍ତରଟି ଯେତେବେଳେ ଚିକିତ୍ସା କରିବ ଆସି 10 ବର୍ଷ 15 ବର୍ଷ ପରେ ନିଶ୍ଚିତ ଭାବରେ ତାର ଆଉଟକମ୍ ଟା ଭଲ ହବ ନାହିଁ ଯୋଉଟା କି ଆପଣମାନେ ମଝିରେ ମଝିରେ ଦେଖୁଥିବେ ସେଥିପାଇଁ ମୁଁ ଚାହିଁବି ଯେ ଆମର ପାଠ ପଢା ପରୀକ୍ଷା ପଦ୍ଧତି ପାଠ ପଢା ଏବଂ ଟ୍ରେନିଂଟା ସବୁବେଳେ ଯେମିତି ଆଗରୁ ଚାଲୁଥିଲା ସେମିତି ଚାଲୁ ସେଥିରେ କିଛି କମ୍ପ୍ରମାଇଜ କରିବା ନାହିଁ ତାହେଲେ ଆମର ଭଲ ଡାକ୍ତର ବାହାରିବେ ଆଉ ଆମେ ସମସ୍ତେ ଭଲ ଚିକିତ୍ସା ପାଇବା